ନମସ୍କାର। ଆଜିର ଏହି ନୂଆ ବିଶ୍ଳେଷଣରେ ଆମେ ଏକ ବହୁତ ରୋମାଞ୍ଚକର ଯାତ୍ରାରେ ବାହାରିବା। ଆଜି ଆମେ ଓଡ଼ିଶାର ଏକ ସୁଦୀର୍ଘ ବହୁ ସହସ୍ରାବ୍ଦୀର ଐତିହାସିକ ଯାତ୍ରା ଆଉ ଏହାର ଅବିସ୍ମରଣୀୟ ପରିଚୟ ବିଷୟରେ ଜାଣିବା। ପ୍ରାଚୀନ କାଳରୁ ଆରମ୍ଭ କରି ଆଜିର ଆଧୁନିକ ସମୟ ପର୍ଯ୍ୟନ୍ତ ଏହି ରୂପାନ୍ତର ସତରେ ବହୁତ ପ୍ରେରଣାଦାୟକ। ଟିକେ ଭାବିଲେ, ହଜାର ହଜାର ବର୍ଷ ଧରି ବଡ଼ ବଡ଼ ସାମ୍ରାଜ୍ୟ ଭାଙ୍ଗିଲା, ନୂଆ ସାମ୍ରାଜ୍ୟ ଗଢ଼ା ହେଲା, ବାହାରୁ ବାରମ୍ବାର ଆକ୍ରମଣ ହେଲା ଆଉ ଭିତରେ ଭୟଙ୍କର ବିଦ୍ରୋହ ବି ହେଲା। ତଥାପି ଏହି ଅଞ୍ଚଳଟି ନିଜର ଏକ ନିଆରା ଆଉ ଦୃଢ଼ ପରିଚୟ କେମିତି ବଞ୍ଚାଇ ରଖିପାରିଲା? ଆମର ଆଜିର ଏହି ପୂରା ଆଲୋଚନା ମୁଖ୍ୟତଃ ଏହି ଗୋଟିଏ ବଡ଼ ପ୍ରଶ୍ନର ଉତ୍ତର ଖୋଜିବ। ଏହି ବିଶାଳ ଇତିହାସକୁ ସହଜରେ ବୁଝିବା ପାଇଁ ଆମେ ଏହାକୁ ମୁଖ୍ୟତଃ 5ଟି ଅଧ୍ୟାୟରେ ବାଣ୍ଟିଛୁ। ପ୍ରଥମେ ପ୍ରାଚୀନ କଳିଙ୍ଗ, ତାପରେ ମହାନ ରାଜବଂଶମାନଙ୍କ ଯୁଗ, ତାପରେ ସଂଘର୍ଷ ଓ ବିଦ୍ରୋହ, ପୁଣି ସାହିତ୍ୟିକ ଜାଗରଣ ଆଉ ଶେଷରେ ଆମ ଆଧୁନିକ ଓଡ଼ିଶାର ଗଠନ। ତେବେ ଆସନ୍ତୁ ଆଗକୁ ବଢ଼ିବା। ଆମର ପ୍ରଥମ ଅଧ୍ୟାୟରୁ ହିଁ ଆରମ୍ଭ କରିବା, ଯାହା ହେଉଛି ପ୍ରାଚୀନ କଳିଙ୍ଗର ଆବିଷ୍କାର। ଆମ ପ୍ରାଚୀନ ଇତିହାସର ମୂଳ ପ୍ରକୃତରେ କେଉଁଠି ଲୁଚି? ଆଶ୍ଚର୍ଯ୍ୟର କଥା ହେଲା ଯେ ପ୍ରାୟ 1875 ମସିହାରୁ ହିଁ ଏଠାରେ ପ୍ରତ୍ନତାତ୍ତ୍ୱିକ ଖୋଳାତାଡ଼ ଆରମ୍ଭ ହୋଇଯାଇଥିଲା। 1923 ମସିହାରେ ବୈଦ୍ୟପୁରଠାରେ ପରମାନନ୍ଦ ଆଚାର୍ଯ୍ୟଙ୍କୁ ମିଳିଥିବା ପଥର ଯୁଗର ଅସ୍ତ୍ରଶସ୍ତ୍ର ହେଉ, କିମ୍ବା 1948ରେ କୁଳିଆଣା ଖନନରୁ ମିଳିଥିବା ମାଟିପାତ୍ର ଆଉ ଧାନର ଅବଶେଷ, ଏସବୁ ଗୋଟିଏ କଥା ସ୍ପଷ୍ଟ କରୁଛି ଯେ ବଡ଼ ବଡ଼ ଲିଖିତ ରାଜବଂଶ ଆସିବା ବହୁ ପୂର୍ବରୁ ବି ଏଠାରେ ଏକ ବିକଶିତ ସଭ୍ୟତା ବଞ୍ଚି ରହିଥିଲା। ବର୍ତ୍ତମାନ ଆମେ ପହଞ୍ଚିଗଲେ ଦ୍ୱିତୀୟ ଅଧ୍ୟାୟରେ, ମହାନ ରାଜବଂଶଗୁଡ଼ିକର ଯୁଗ। ଏହା ଥିଲା ସେହି ସମୟ ଯେବେ ଆମ ସୀମା ବଢ଼ିଲା ଆଉ ବିଶାଳ ସାମ୍ରାଜ୍ୟମାନେ ଛିଡ଼ା ହେଲା। ଏହି କ୍ରମକୁ ଟିକେ ଲକ୍ଷ୍ୟ କରନ୍ତୁ। ଚତୁର୍ଥ ଶତାବ୍ଦୀର ମାଠର ବଂଶ, ତାପରେ ନଳ, ଶୈଳୋଦ୍ଭବ, ଭୌମକର, ସୋମବଂଶ ଆଉ ଶେଷରେ ଏକାଦଶ ଶତାବ୍ଦୀର ଶକ୍ତିଶାଳୀ ଗଙ୍ଗବଂଶ। ଏହି ସବୁ ସ୍ଥାନୀୟ ଶାସକମାନେ ହିଁ କ୍ରମାଗତ ଭାବେ ଓଡ଼ିଶାର ଭୂଗୋଳ ଆଉ ରାଜନୀତିକୁ ପୂରାପୂରି ନୂଆ ରୂପ ଦେଇଥିଲେ। ଆଉ ଏଥିରେ ସବୁଠୁ ରୋମାଞ୍ଚକର କଥା ହେଉଛି ଗଙ୍ଗବଂଶର ଶାସକ ଅନନ୍ତବର୍ମା ଯୋଡ଼ଗଙ୍ଗଦେବଙ୍କ ରଣନୀତି। ସେ ଯେତେବେଳେ ଏକ ବିରାଟ ସାମ୍ରାଜ୍ୟ ଜିଣିଲେ, ସେହି ବିଶାଳ ଅଞ୍ଚଳକୁ ଠିକ୍ ଭାବରେ ଚଳାଇବା ପାଇଁ ସେ ନିଜର ରାଜଧାନୀକୁ କଟକ ସ୍ଥାନାନ୍ତର କରିଦେଲେ। ଏହା ଏକ ମାଷ୍ଟର ଷ୍ଟ୍ରୋକ୍ ଥିଲା, ଯାହା ତାଙ୍କ ପ୍ରଶାସନିକ କ୍ଷମତାକୁ ଆହୁରି ମଜବୁତ କରିଥିଲା। ଆସନ୍ତୁ ଏବେ ଆମର ତୃତୀୟ ଭାଗକୁ ଯିବା। ଏହା ଏମିତି ଏକ ସମୟ ଥିଲା ଯାହା ବାହ୍ୟ ଆକ୍ରମଣ ଆଉ ଆମର କଠୋର ପ୍ରତିରୋଧର କାହାଣୀ କହେ। ଏହି ସମୟ ଖଣ୍ଡରେ ଏକ ବିରାଟ ପାର୍ଥକ୍ୟ ସ୍ପଷ୍ଟ ଜଣାପଡ଼େ। ଗୋଟିଏ ପଟେ ଦେଖନ୍ତୁ ଆଫଗାନମାନଙ୍କର ମାତ୍ର 14 ବର୍ଷର ଶାସନ, ଯାହା କେବଳ ଯୁଦ୍ଧ ଆଉ ଅସ୍ଥିରତାରେ ଭରି ରହିଥିଲା। କିନ୍ତୁ ଅନ୍ୟପଟେ ମୋଗଲମାନେ କଟକର ବାରବାଟୀ ଦୁର୍ଗକୁ କେନ୍ଦ୍ର କରି ପ୍ରାୟ 150 ବର୍ଷରୁ ଅଧିକ କାଳ ଯାଏଁ ଏକ ସୁବ୍ୟବସ୍ଥିତ ଆଉ ସୁଦୃଢ଼ ପ୍ରଶାସନ ଚଳାଇଥିଲେ। ତାପରେ ଆସିଲା ବ୍ରିଟିଶ ଯୁଗ, ଆଉ ତାଙ୍କ ସହ ଆସିଲା ଭୟଙ୍କର ଆର୍ଥିକ ଶୋଷଣ। ପରିସ୍ଥିତି ଏତେ ଅସମ୍ଭାଳ ହେଲା ଯେ ସ୍ଥାନୀୟ ଲୋକେ ବାଧ୍ୟ ହୋଇ ଅସ୍ତ୍ର ଉଠାଇଲେ। ଆରମ୍ଭ ହେଲା କନ୍ଧ ବିଦ୍ରୋହ। 1846ରୁ 1854 ପର୍ଯ୍ୟନ୍ତ ଚାଲିଥିବା ଏହି ବିଦ୍ରୋହ ଥିଲା ଇଂରେଜ କ୍ୟାପ୍ଟେନ ମ୍ୟାକଫର୍ସନ ଆଉ ଶୋଷକ ମହାଜନମାନଙ୍କ ବିରୋଧରେ ଏକ ସିଧାସଳଖ ରକ୍ତାକ୍ତ ଲଢ଼େଇ। ପ୍ରକୃତରେ ହୋଇଥିଲା କ'ଣ ଜାଣନ୍ତି? ବ୍ରିଟିଶମାନଙ୍କର ନୂଆ ନିୟମ ଆଉ ବାହାରୁ ଆସିଥିବା ମହାଜନମାନେ ସ୍ଥାନୀୟ ଆଦିବାସୀଙ୍କର ଜମି ଛଡ଼ାଇ ନେଇଥିଲେ। ଏହି କନ୍ଧ ବିଦ୍ରୋହ ଥିଲା ସେହି ଅନ୍ୟାୟ ବିରୋଧରେ ଏକ ଜବରଦସ୍ତ ବିସ୍ଫୋରଣ। ସେମାନେ ଉଭୟ ଶୋଷକ ଏବଂ ବ୍ରିଟିଶ ସୈନ୍ୟଙ୍କୁ ଟାର୍ଗେଟ କରିଥିଲେ। ଯଦିଓ ଇଂରେଜମାନେ ନିଜ ସୈନ୍ୟବଳ ଲଗାଇ ଏହାକୁ ଅତି ନିର୍ଦ୍ଦୟ ଭାବେ ଦବାଇ ଦେଲେ, କିନ୍ତୁ ଆମ ଇତିହାସରେ ଏହା ଏକ ବିରାଟ ପ୍ରତିରୋଧର ଚିହ୍ନ ଛାଡ଼ିଗଲା। ଏତେ ସବୁ ରକ୍ତପାତ ଆଉ ସଂଘର୍ଷ ପରେ 19ବିଂଶ ଶତାବ୍ଦୀରେ ଏକ ନୂଆ ପ୍ରକାରର ଲଢ଼େଇ ଆରମ୍ଭ ହେଲା। ଏହା ହେଉଛି ଆମର ଚତୁର୍ଥ ଅଧ୍ୟାୟ, ସାହିତ୍ୟିକ ଜାଗରଣ। ଏହି ଉଦ୍ଧୃତିଟି ସତରେ ଆଖି ଖୋଲିଦେବା ଭଳି। ସେହି ସମୟର ବୁଦ୍ଧିଜୀବୀମାନେ ଅନୁଭବ କଲେ ଯେ ସବୁବେଳେ ଖଣ୍ଡା ଧରି ତ ଆଉ ଲଢ଼ି ହେବନି। ଶିକ୍ଷାର ଅଭାବରୁ ହିଁ ଆମ ଜାତି ପଛୁଆ ହୋଇଯାଇଛି। ତେଣୁ ଯଦି ସମାଜକୁ ଉପରକୁ ଉଠାଇବାକୁ ହେବ ଆଉ ନିଜ ଅସ୍ତିତ୍ୱ ବଞ୍ଚାଇବାକୁ ପଡ଼ିବ, ତେବେ ସାହିତ୍ୟ ଏବଂ ଶିକ୍ଷା ହିଁ ଆମର ଏକମାତ୍ର ବ୍ରହ୍ମାସ୍ତ୍ର ହେବ। ଆଉ ଏହି ମୂଳଦୁଆ ପକାଇଥିଲେ କିଏ? ଆମର ସାହିତ୍ୟିକ ମହାରଥୀମାନେ। ବ୍ୟାସକବି ଫକୀରମୋହନ ସେନାପତି ନିଜ ପକେଟରୁ ଟଙ୍କା ଦେଇ ଗରିବ ପିଲାଙ୍କୁ ପଢ଼ାଉଥିଲେ। କବିବର ରାଧାନାଥ ରାୟ ନୂଆ ନୂଆ ସ୍କୁଲ ତିଆରି କଲେ, ଆଉ ଭକ୍ତକବି ମଧୁସୂଦନ ରାଓ ନିଜର ଶିକ୍ଷାବନ୍ଧୁ ପତ୍ରିକା ମାଧ୍ୟମରେ ଘରେ ଘରେ ଶିକ୍ଷାର ମହତ୍ତ୍ୱ ପହଞ୍ଚାଇଲେ। ସତ କହିବାକୁ ଗଲେ ସେମାନଙ୍କର ଏହି ବଳିଦାନ ବିଲକୁଲ ଅବିଶ୍ୱସନୀୟ ଥିଲା।
ଏମିତି ନଥିଲା ଯେ ଏସବୁ ବହୁତ ସହଜ ଥିଲା। ସେହି ପ୍ରାଥମିକ ପ୍ରକାଶକମାନେ ନିଜ ମାତୃଭାଷାକୁ ବଞ୍ଚାଇବା ପାଇଁ ଅକ୍ଷର ସହ ସର୍ବସ୍ୱାନ୍ତ ହୋଇଯାଇଥିଲେ। ଋଣରେ ବୁଡ଼ିଯିବା, ସାହାଯ୍ୟ ପାଇଁ ରାଜାମାନଙ୍କ ଆଗରେ ହାତ ପାତିବା ଆଉ ନିଜ ପରିବାରର ପେଟ କାଟି ଓଡ଼ିଆ ପତ୍ରିକା ଛାପିବା, ଏହା ଥିଲା ନିଜ ଭାଷା ପ୍ରତି ସେମାନଙ୍କର ଅକୁଳନୀୟ ଭଲପାଇବା ଆଉ ତ୍ୟାଗ। ଏବେ ଆମେ ପହଞ୍ଚିଛୁ ଆମର ଶେଷ ତଥା ପଞ୍ଚମ ଅଧ୍ୟାୟରେ। ସାହିତ୍ୟିକ ନବଜାଗରଣ ପରେ କିପରି ଆରମ୍ଭ ହେଲା ଆମ ଆଧୁନିକ ଓଡ଼ିଶାର ଗଠନ। 1942ର ଭାରତ ଛାଡ଼ ଆନ୍ଦୋଳନ ସମୟରେ କଟକରେ ଯେଉଁ ଉତ୍ସାହ ଆଉ ଜାତୀୟତାବାଦ ଦେଖିବାକୁ ମିଳିଥିଲା ତାହା ବୃଥା ଯାଇନଥିଲା। ସ୍ୱାଧୀନତା ମିଳିବା ପରେ ପରେ ଅର୍ଥାତ୍ 1946ରୁ 1950 ମଧ୍ୟରେ ଆମ ଅଞ୍ଚଳରେ ରାତାରାତି ବିରାଟ ଭିତ୍ତିଭୂମି ଆଉ ନୂଆ ନୂଆ ଶିଳ୍ପାୟନର ଢାଞ୍ଚା ତିଆରି ହେବା ଆରମ୍ଭ ହୋଇଗଲା। ବିକାଶର ଏକ ନୂଆ ପର୍ବ ଆରମ୍ଭ ହେଲା। ଆଧୁନିକୀକରଣର ଏକ ଝଲକ ଦେଖନ୍ତୁ। ସ୍ୱାଧୀନତା ପରବର୍ତ୍ତୀ ମାତ୍ର 4 ବର୍ଷ ଭିତରେ କେତେ ସବୁ ମେଗା ପ୍ରୋଜେକ୍ଟ ଆରମ୍ଭ ହୋଇଗଲା। ଚୌଦ୍ୱାରରେ ଟେକ୍ସଟାଇଲ ମିଲ୍, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଦ୍ୱାରା ପ୍ରତିଷ୍ଠିତ କଳିଙ୍ଗ ଟ୍ୟୁବ୍ସ, ବିଶ୍ୱର ଅନ୍ୟତମ ବୃହତ୍ ନଦୀବନ୍ଧ ହୀରାକୁଦ ଡ୍ୟାମ୍ ଆଉ ଯୋଡ଼ାର ଫେରୋମ୍ୟାଙ୍ଗନିଜ୍ ପ୍ଲାଣ୍ଟ। ଏହା ହିଁ ତ ଥିଲା ଆମ ଆଜିର ସମୃଦ୍ଧ ଓଡ଼ିଶାର ମୂଳ ଭିତ୍ତିପ୍ରସ୍ତର। ତେବେ ଆମର ଏହି ଯାତ୍ରା ଶେଷ ହେବାକୁ ଯାଉଛି, କିନ୍ତୁ ଏହା ଆମ ମନରେ ଏକ ବଡ଼ ପ୍ରଶ୍ନ ଛାଡ଼ିଯାଉଛି। ହଜାର ହଜାର ବର୍ଷର ସେହି ଦୃଢ଼ ଐତିହାସିକ ମୂଳଦୁଆ, ଆକ୍ରମଣର ମୁକାବିଲା ଆଉ 19 ଶତାବ୍ଦୀର ସେହି ଅଦମ୍ୟ ବୌଦ୍ଧିକ ସାହସ ନଥିଲେ ଆଜିର ଏହି ଶିଳ୍ପ ସମୃଦ୍ଧ ଆଧୁନିକ ଓଡ଼ିଶା କ'ଣ ସମ୍ଭବ ହୋଇପାରିଥାନ୍ତା? ଏହା ନିଶ୍ଚିତ ଭାବରେ ଚିନ୍ତା କରିବା ଭଳି ଏକ କଥା। ଆଜିର ଆମର ଏହି ରୋମାଞ୍ଚକର ଐତିହାସିକ ବିଶ୍ଳେଷଣରେ ଆମ ସହ ଯୋଡ଼ି ହୋଇଥିବାର ଆପଣ ସମସ୍ତଙ୍କୁ ବହୁତ ବହୁତ